ଆଜିର ପ୍ରସଙ୍ଗ ବିଷୟ ଦେଶର ପ୍ରଥମ ସମବାୟ ଭିତ୍ତିକ ବାହନ ଚଳାଚଳ ପ୍ଲାଟଫର୍ମ ଭାରତ ଟ୍ୟାକ୍ସି। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଦେଶରେ ପ୍ରଥମ ଥର ପାଇଁ ସମବାୟ ଭିତ୍ତିକ ରାଇଡ୍ ହେଲିଂ ପ୍ଲାଟଫର୍ମ ଭାରତ ଟ୍ୟାକ୍ସିର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଏହାର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସମବାୟ କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ ସ୍ୱରୂପ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଉପରେ ସେ ଆଲୋକପାତ କରିଛନ୍ତି। ସମବାୟ ମାଧ୍ୟମରେ ସମଗ୍ର ଦେଶରେ ବିକାଶର ଧ୍ୱନି ପ୍ରତିଧ୍ୱନିତ ହେଉଛି। ଚାଷ କ୍ଷେତ୍ରଠାରୁ ଆରମ୍ଭ କରି ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମବାୟ ହେଉଛି ଏଭଳି ଏକ ଲୋକକୈନ୍ଦ୍ରିକ ଉଦ୍ୟୋଗ ଯାହାର ମାଲିକାନା, ନିୟନ୍ତ୍ରଣ ଓ ପରିଚାଳନା ସେହି ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଆବଶ୍ୟକତା ତଥା ଆକାଂକ୍ଷା ପୂରଣ କରିବାରେ ସମବାୟ କ୍ଷେତ୍ର ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିଛି। ଦେଶରେ ସମବାୟ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ମନ୍ତ୍ରଣାଳୟ କାର୍ଯ୍ୟକ୍ଷମ କରାଯାଇଛି। ପ୍ରାୟ 8,42,000 ସମବାୟ ୟୁନିଟ୍ ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଆଧାରିତ ଏହି ପ୍ଲାଟଫର୍ମ ଭାରତ ଟ୍ୟାକ୍ସି ସମବାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ ବୋଲି କୁହାଯାଇଛି। ନାଗରିକ କୈନ୍ଦ୍ରିକ ଯାତାୟାତକୁ ପ୍ରୋତ୍ସାହନ ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାରଙ୍କ ନିରନ୍ତର ପ୍ରୟାସ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ବ୍ୟବସ୍ଥା ବହୁ ରାଜ୍ୟ ସମବାୟ ସମିତି ଆଇନ 2002 ଅଧୀନରେ ପଞ୍ଜୀକୃତ କରାଇଛନ୍ତି। ଦେଶର ପ୍ରଥମ ସମବାୟ ନେତୃତ୍ୱାଧୀନ ଏହି ରାଇଡ୍ ହେଲିଂ ପ୍ଲାଟଫର୍ମ ଗତ ଜୁନ୍ ମାସରେ ପ୍ରତିଷ୍ଠା କରାଯାଇଥିଲା। ସାରଥୀ ହିଁ ମାଲିକ ନୀତି ଆଧାରରେ ଟ୍ୟାକ୍ସି ଚାଳକଙ୍କୁ ଏହି ପ୍ଲାଟଫର୍ମ ସିଧାସଳଖ ଲାଭ ପ୍ରଦାନ କରିବା ସହିତ ଶୂନ୍ୟ କମିଶନ ଏବଂ ବୃଦ୍ଧି ପାଉନଥିବା ଆଦର୍ଶ ମୂଲ୍ୟ ନିର୍ଦ୍ଧାରଣ କରିବାରେ ସହଯୋଗ ପ୍ରଦାନ କରିବ। ବିଦେଶୀ ନିବେଶ ଆଧାରିତ ଏହି ପ୍ଲାଟଫର୍ମକୁ ସ୍ୱଦେଶ ବିକଳ୍ପ ଭାବେ ପ୍ରସ୍ତୁତ କରାଯାଇଛି। ଚାଳକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ବୀମା, ଅବସରଜନିତ ସଞ୍ଚୟ ଭଳି ସାମାଜିକ ସୁରକ୍ଷା ବ୍ୟବସ୍ଥା ରହିଛି। ଦିଲ୍ଲୀର 7ଟି ପ୍ରମୁଖ ସ୍ଥାନରେ ଏହି ପ୍ଲାଟଫର୍ମର ଉପଯୋଗ ନେଇ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି। ଦ୍ରୁତ ଜରୁରୀକାଳୀନ ସହାୟତା, ଯାଞ୍ଚ କରାଯାଇଥିବା ଯାତ୍ରା ତଥ୍ୟ ଏବଂ ଚାଳକଙ୍କୁ ମଧ୍ୟ ଅନ୍ୟ ପ୍ଲାଟଫର୍ମରେ କାମ କରିବାର ଏହା ସ୍ୱାଧୀନତା ପ୍ରଦାନ କରିଥାଏ। ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ବାଇକ୍ ଦିଦି ପଦକ୍ଷେପ ଗ୍ରହଣ କରାଯାଉଛି। ଏପର୍ଯ୍ୟନ୍ତ 150ରୁ ଅଧିକ ମହିଳା ଚାଳକ ଏହି ଯୋଜନା ଅଧୀନରେ ସାମିଲ ହୋଇଛନ୍ତି। ଭାରତ ଟ୍ୟାକ୍ସି ପ୍ଲାଟଫର୍ମ ହେଉଛି ବିଶ୍ୱର ସର୍ବବୃହତ ଚାଳକ ମାଲିକାନାଧୀନ ଯୋଗାଯୋଗ ପ୍ଲାଟଫର୍ମ। ପ୍ରାୟ 4 ଲକ୍ଷ ଚାଳକ ଏବଂ 10 ଲକ୍ଷରୁ ଅଧିକ ଉପଭୋକ୍ତା ଏହି ପ୍ଲାଟଫର୍ମରେ ସଂଶ୍ଳିଷ୍ଟ ହୋଇଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ 10 କୋଟି ଟଙ୍କା ସିଧାସଳଖ ଚାଳକଙ୍କୁ ପ୍ରଦାନ କରାଯାଇସାରିଛି। ଗତ ବର୍ଷ ଶେଷ ଭାଗରେ ଦିଲ୍ଲୀ NCR ଏବଂ ଗୁଜରାଟରେ ଏହି ପ୍ଲାଟଫର୍ମର କାର୍ଯ୍ୟକାରିତା ନେଇ ପରୀକ୍ଷଣ ହୋଇଛି। ଗତ ମାସରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ପ୍ଲାଟଫର୍ମ ଅଧୀନରେ ପ୍ରିପେଡ୍ ଟ୍ୟାକ୍ସି ସେବା ଆରମ୍ଭ ହୋଇସାରିଛି। ଏପରିକି ଓଲା ଏବଂ ଉବେର ଭଳି ଯୋଗାଯୋଗ ପ୍ଲାଟଫର୍ମ ସହିତ ଭାରତ ଟ୍ୟାକ୍ସି ସେବା ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ପ୍ରବେଶ କରିଛି। ଏହି ସେବାରେ ଅମୁଲ, ଇଫ୍କୋ ଏବଂ ନାବାର୍ଡ ଭଳି ପ୍ରମୁଖ ସରକାରୀ ସମର୍ଥିତ ସମବାୟ ସଂସ୍ଥା ସଂଶ୍ଳିଷ୍ଟ ହୋଇଛନ୍ତି। ଆର୍ ନାରାୟଣ ହାଲଦରଙ୍କ ଦ୍ୱାରା ପ୍ରତିଷ୍ଠିତ ଟେକ୍ କମ୍ପାନୀ ଭାବରେ ଏହା ତାଲିକାଭୁକ୍ତ ହୋଇଛି। ଅନ୍ୟ ଘରୋଇ ସଂସ୍ଥାଗୁଡ଼ିକର ଚାଳକଙ୍କ ତୁଳନାରେ ଏହି ପ୍ଲାଟଫର୍ମରେ ସାମିଲ ହେଉଥିବା ଚାଳକ ଅଧିକ ସୁବିଧା ସୁଯୋଗ ଲାଭ ପାଆନ୍ତି। ପାରମ୍ପରିକ କମିଶନ ଆଧାରିତ ମଡେଲରୁ ଦୂରରେ ଥିବା ଏହି ପ୍ଲାଟଫର୍ମ ଚାଳକ କୈନ୍ଦ୍ରିକ ତଥା ମାଲିକାନା ସହିତ କାର୍ଯ୍ୟ କରୁଛି। ସରକାର ସମର୍ଥିତ ଏହି ସମବାୟ ରାଇଡିଂ ହେଲିଂ ପ୍ଲାଟଫର୍ମ ଚାଳକଙ୍କୁ ଉପଭୋକ୍ତାଙ୍କଠାରୁ 100% ଭଡ଼ା ରଖିବାକୁ ଅନୁମତି ପ୍ରଦାନ କରିଥାଏ। ଏବେ ଦେଶର ପ୍ରାୟ 100ରୁ ଅଧିକ ସହରରେ ଯାତ୍ରୀଙ୍କ ପାଇଁ ଏହା ଏକ ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଯୋଗାଯୋଗ ମାଧ୍ୟମ ପାଲଟିଛି। ଆସନ୍ତା 2 ବର୍ଷ ମଧ୍ୟରେ ଦେଶର ସମସ୍ତ ଅଞ୍ଚଳକୁ ଏହି ପ୍ଲାଟଫର୍ମରେ ସାମିଲ କରିବା ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ସହାୟତା କେନ୍ଦ୍ରମାନ ସ୍ଥାପନ କରାଯିବ। ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଶାହା ଶ୍ରେଷ୍ଠ 6 ଜଣ ପ୍ରଦର୍ଶନକାରୀ ସାରଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏଭଳି ପଦକ୍ଷେପ ଏକ ନିରନ୍ତର, ସମାବେଶୀ ଏବଂ ସମବାୟ ଆଧାରିତ ଗତିଶୀଳତା ଇକୋସିଷ୍ଟମକୁ ବିକଶିତ କରିବା ଆଶା କରାଯାଉଛି। ସେମାନେ ପ୍ରତ୍ୟେକ 5 ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ଏବଂ 5 ଲକ୍ଷ ଟଙ୍କାର ପରିବାର ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବେ।